मेघमाଳରେ शीघ्र आसुथिबा आम्भମାନଙ୍କ प्रभु यीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୋ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରତିଦିନ ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କୁ ସ୍ୱାଗତ କରିବା, ଅନଲାଇନ ସେବା କାର୍ଯ୍ୟ ମାଧ୍ୟମରେ ଆପଣମାନଙ୍କ ସହିତ ବାରମ୍ବାର ସାକ୍ଷାତ କରିବା, ଏହା ଆମ ପାଇଁ ଅତି ଖୁସି ଆଉ ଆନନ୍ଦର ବିଷୟ ଅଟେ କି ପରମେଶ୍ୱର ଆମ୍ଭମାନଙ୍କୁ ଅନୁଗ୍ରହ କରି ଏହି ଅନଲାଇନ ସେବା କାର୍ଯ୍ୟ ଦେଇଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କର ଧନ୍ୟବାଦ ପ୍ରଶଂସା କରୁଛି କି ଆମ୍ଭେମାନେ ଚାହିଁଲେ ସୁଦ୍ଧା ଆପଣମାନଙ୍କ ନିକଟରେ ଆମେ ଆସିପାରିନଥାନ୍ତୁ, ମାତ୍ର ଏହି ସୋସିଆଲ ମିଡ଼ିଆ ଥିବାରୁ, ୟୁଟ୍ୟୁବ ଥିବାରୁ ଆମେ ଘରେ ବସି ପରମେଶ୍ୱରଙ୍କ ବାକ୍ୟକୁ ଆପଣମାନଙ୍କ ନିକଟରେ ଆମେ ପହଞ୍ଚାଇ ପାରୁଛୁ। ଏହି ଅନଲାଇନ ପ୍ଲାଟଫର୍ମ ସେବା କାର୍ଯ୍ୟ ନିମନ୍ତେ ମୁଁ ପ୍ରଭୁଙ୍କର ଗୌରବ ପ୍ରଶଂସା କରୁଛି। ପରମେଶ୍ୱର ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖରାପ ସ୍ୱପ୍ନ କାହିଁକି ଆସେ। ଆଜିର ପ୍ରସଙ୍ଗ ହେଲା ଖରାପ ସ୍ୱପ୍ନ କାହିଁକି ଆସେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସ୍ୱପ୍ନ ଦେଖିବା କୌଣସି ପ୍ରକାର ଭୁଲ ନୁହେଁ। ଆମେ ଅନେକ ସମୟରେ ଅନେକ ପ୍ରକାର ସ୍ୱପ୍ନ ଗୁଡ଼ିକ ଦେଖୁ। କେତେକ ଭଲ ସ୍ୱପ୍ନ ଗୁଡ଼ିକ ଆମେ ଦେଖୁ, କେତେକ ଖରାପ ସ୍ୱପ୍ନ ଗୁଡ଼ିକ ଆମେ ଦେଖୁ। ପୁରାତନ ନିୟମରେ ଅନେକ ସାଧୁମାନେ ସେମାନେ ସ୍ୱପ୍ନ ଦେଖିଲେ। ଯାକୁବ ସେ ସ୍ୱପ୍ନ ଦେଖିଲେ, ରାଜା ନବୁକଦ୍ନେଚ୍ଛର ସେ ସ୍ୱପ୍ନ ଦେଖିଲେ। ନୂତନ ନିୟମରେ ମଧ୍ୟ ଆମେ ଜାଣୁ ଯେ ଯୋସେଫ ଯୀଶୁଖ୍ରୀଷ୍ଟଙ୍କର ଜାଗତିକ ପିତା, ଯେ ମରିୟମଙ୍କର ସ୍ୱାମୀ, ସେ ମଧ୍ୟ ସ୍ୱପ୍ନ ଦେଖିଲେ। ସ୍ୱପ୍ନ ଦେଖିବା କୌଣସି ପ୍ରକାର ଖରାପ ନୁହେଁ, ମାତ୍ର ଅନେକ ସମୟରେ କ'ଣ ହୁଏ, ଯେଉଁ ସ୍ୱପ୍ନ ଗୁଡ଼ିକ ଆମ ପାଇଁ ଭଲ ନୁହେଁ, ଯେଉଁ ସ୍ୱପ୍ନ ଗୁଡ଼ିକ ଆମକୁ ଭୟଭୀତ କରିଦିଏ, ଅବାଟକୁ ନେଇଯାଏ, ଆମକୁ ପସନ୍ଦ ଲାଗେ ନାହିଁ, ଭଲ ଲାଗେ ନାହିଁ ଏବଂ ବାଇବଲ ଭିତ୍ତିକ ନୁହେଁ, ଏହି ପ୍ରକାର ସ୍ୱପ୍ନ ଗୁଡ଼ିକ ମଧ୍ୟ ଆମକୁ ଆସିବାର ଆମେ କ'ଣ କରୁ ଜାଣୁ। ପ୍ରିୟମାନେ, ଏହି ଖରାପ ସ୍ୱପ୍ନ ଗୁଡ଼ିକ କାହିଁକି ଆସେ, ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ମୋ ସହିତ ଆପଣମାନେ ଗୋଟେ ବାକ୍ୟ ଦେଖିବେ, ଉପଦେଶକ ପୁସ୍ତକ 5 ଅଧ୍ୟାୟ। ଉପଦେଶକ ପୁସ୍ତକ 5 ଅଧ୍ୟାୟ ତାର 3 ପଦରେ ଏ ପ୍ରକାର ଲେଖାଯାଏ, କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ, ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖ ରବ ହୁଏ। ପ୍ରିୟମାନେ, ଏହି ସ୍ଥାନରେ ଆମେ ସ୍ପଷ୍ଟ ଭାବରେ ଦେଖୁ ଯେ ସ୍ୱପ୍ନ ମନ ଇଚ୍ଛା ଭାବରେ ହୁଏ। ସ୍ୱପ୍ନ ତାର ସିଏ କେବେ ମଧ୍ୟ ଆସେ ନାହିଁ। ଏହି ସ୍ଥାନରେ ଆମେ ଦେଖୁଛୁ ଯେ କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ। ସ୍ୱପ୍ନ କେମିତି ହୁଏ? କାର୍ଯ୍ୟର ବାହୁଲ୍ୟ ମାନେ ଯେକୌଣସି ଗୋଟେ କାର୍ଯ୍ୟ ଆମେ ଅଧିକ ଆସକ୍ତ ହେଉ, ବାରମ୍ବାର ଆମେ ସେ କାର୍ଯ୍ୟକୁ ଆମେ କରୁ ବା ଦିନ ସାରା ସେ କାର୍ଯ୍ୟ ପ୍ରତି ଆମର ମନକୁ ଲଗାଉ, ତାହେଲେ ଆମକୁ ସେଇ ସ୍ୱପ୍ନ ହିଁ ଆସିବ। ଅନେକ ସମୟରେ ଯଦି ଆମେ ବେଶୀ ବାଇବଲ ପଢୁଛୁ, ତାହେଲେ ବାଇବଲର ସ୍ୱପ୍ନ ଗୁଡ଼ିକ ଆସିବ। ଯଦି ଆମେ ବେଶୀ ପାଠ ପଢାରେ ମନ ଦେଉଛୁ, ସେହି ପାଠ ପଢାର ସ୍ୱପ୍ନ ଆମ୍ଭମାନଙ୍କୁ ଆସିବ। ଯଦି କୌଣସି ସାଙ୍ଗସାଥି ସହିତ ଆମେ ବେଶୀ ବୁଲାବୁଲି କରିବାରେ ଆମେ ବେଶୀ ଆସକ୍ତ ହେଉଛୁ, ସେଇ ପ୍ରକାର ସ୍ୱପ୍ନ ହିଁ ଆମକୁ ଆସିବ। ଯଦି ଆମେ ବେଶୀ ପ୍ରାର୍ଥନାରେ ସମୟ ବିତାଉଛୁ, ପ୍ରାର୍ଥନା କରିବା ପାଇଁ ଆମର ମନ କ୍ଷୁଧିତ ତୃଷିତ ରହୁଛି, ଆମେ ଆସକ୍ତ ଅଟୁ, ତାହେଲେ ଆମକୁ ସେଇ ପ୍ରକାର ସ୍ୱପ୍ନ ଆସିବ। ଯଦି ଆମେ ମନ୍ଦ ଚିନ୍ତାରେ ଆମେ ଦିନ ସାରା ଆମେ ସମୟକୁ ବିତାଉଛୁ, ମନ୍ଦ ସାଙ୍ଗସାଥି ମାନଙ୍କ ସହିତ ଆମେ ବୁଲୁଛୁ, ହେଇପାରେ ଆମେ ସିନେମା ହଲକୁ ଯାଉଛୁ, ମଦ ଦୋକାନକୁ ଯାଉଛୁ, ଖରାପ ଲୋକମାନଙ୍କ ସହିତ ମିଶି ଖରାପ ଭାଷା ଗୁଡ଼ିକ ଆମେ ବ୍ୟବହାର କରୁଛୁ, କୌଣସି ଝିଅ ପ୍ରତି ପୁଅ ପ୍ରତି ଦେଖିଲେ ଆମେ କୁଦୃଷ୍ଟିରେ ଦେଖୁଛୁ, ତାହେଲେ କେବେ ମଧ୍ୟ ଆମକୁ ଆତ୍ମିକ ସ୍ୱପ୍ନ ଆସିବ। କାରଣ ବାକ୍ୟ କହେ ଯେ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ। ଆମେ ଯେ ପ୍ରକାର କାର୍ଯ୍ୟ କରୁ, ସେହି ସ୍ୱପ୍ନ ଗୁଡ଼ିକ ଆମ୍ଭମାନଙ୍କ ମନ ମଧ୍ୟରେ ଆସେ। ଦିନେ ଜଣେ ବ୍ୟକ୍ତି ଜଣେ ପ୍ରଭୁଙ୍କ ଦାସଙ୍କୁ କହିଲେ, ଆଜ୍ଞା, ମୋ ପାଇଁ ଆପଣ ପ୍ରାର୍ଥନା କରନ୍ତୁ, ସବୁବେଳେ ମୁଁ ଝିଅମାନଙ୍କ ବିଷୟରେ ସ୍ୱପ୍ନ ଦେଖୁଛି, ଆପଣ ଦୟାକରି ମୋ ପାଇଁ ପ୍ରାର୍ଥନା କରନ୍ତୁ। ପ୍ରଭୁଙ୍କ ଦାସ ସେହି ବ୍ୟକ୍ତି ଜଣକକୁ କହିଲେ, ମୁଁ ପ୍ରାର୍ଥନା କଲେ ମଧ୍ୟ ତୁମର ସ୍ୱପ୍ନ ଆସିବାଟା କେବେ ବନ୍ଦ ହେବ ନାହିଁ। ତୁମେ ଝିଅମାନଙ୍କ ବିଷୟରେ ଭାବିବା ଚିନ୍ତିବା ଯେବେ ତୁମେ ବନ୍ଦ କରିବ, ତାହେଲେ ତୁମେ ଆଉ ରାତିରେ ସ୍ୱପ୍ନ ଦେଖିବ। ପ୍ରିୟମାନେ, ମୁଁ କହିବାର ଅର୍ଥ ହେଲା, ରାତିରେ ଯଦି ଆମେ ଖରାପ ସ୍ୱପ୍ନ ଦେଖୁଛୁ,
यार कारण कौन आमे दिन सारा खराब मनोभाव आमे बंचुछु से कौन हुए खराब स्वप्न गुड़िक आसे आमे जो विषय आसक्त हो जो कार्य करू से स्वप्न ही आम मान मन में आसे जदि आमे भल स्वप्न देखा चाहूँ प्रिय माने आमे भल जीवन बिताइबार आवश्यक होती परमेश्वर आमको कौन करेंगे से स्वप्न देवे यही स्वप्न परमेश्वर भाषा अटे आ स्वप्न आसवा कौन प्रकार मंद नुहे खराब नुहे परमेश्वर स्वप्न माध्यम भविष्य कथा अनेक को जणाइले स्वप्न माध्यम विपदर कथा जणाइले आ स्वप्न माध्यम से अनेक ताहांकर मनोनीत साधु लोक मान से कौन कले सतर्क कले परमेश्वर आमको स्वप्न दियंती मात्र अनेक समय कौन हुए आमर कार्यर बाहुल्य कौन हुए स्वप्न हुए मनुष्यर कार्य मनुष्यर मन जो बेसी बेसी बारंबार आसक्त हुए से ही प्रकार स्वप्न ही मन मध्य आसे शयन काल आसे प्रिय आपण मान निकट में मु एक वाक्य रखापी चाहे यही वाक्य को बुझापी आपण मैंने मो सहित पढ़े गालातीय पुस्तक 6 अध्याय तार 7 पद साधु पाउल गालातीय मंडली निकट को से यही पत्र लिखिला बेले से प्रकार लिखते लिखा जाए भ्रांत न हुओ ईश्वर विद्रूपर पात्र नुहंती कारण मनुष्य जहा गुणे ताहा ही काटिब प्रिय माने इस स्थान लिखा जाउछि मनुष्य जहा गुणे ताहा ही से काटिब मु कहिबार अर्थ है जे कार्य द्वारा कौन हुए कार्यर बाहुल्य स्वप्न हुए जहाँ आमे वाक्य पढ़िलु इस स्थान लिखा जाए जहा बुणिब ताहा ही काटिब दिन सारा आमे कौन कौन करूछु से सब विषय ही कौन हुए राति स्वप्न आसे अनेक समय कौन हुए जिते बेले आमे 2-3 जन गोटे सांगे आमे शोइथिला बेले जड़े व्यक्ति कौन हुए से कथा हुए जे आस आस बोली कहला भली जाओ जाओ बोली कहला भली मते पानी टिके दियो भात टिके दियो ए प्रकार कहला भली से माने कथा हुंती कारण दिन सारा से माने सही कार्य से माने कौन हुंती लिप्त रुहंती सेति पई ए प्रकार स्वप्न गुड़िक आसे अनेक समय आमे ए प्रकार लोक मान सहित मुझी जो मैंने मो सहित शई था से समय दिने जड़े भाई कहते जे छेली 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 से प्रकार से कहते कारण से दिन सारा छेली चरई चरई आसिला परे मो सहित से शोते प्रिय माने मु कहिबार अर्थ है आमे दिन सारा कौन करूछु से ही विषय ही कौन हेबो स्वप्न हेबो सेति पई जदि खराब स्वप्न आम मन रे आसुची आमर खराब मनोभाव को परिवर्तन करी जेबे आमे आमर मन को भल करिबा सूची करिबा आमे प्रभु को सहित जड़ित होई प्रभु को सहित गमनागमन करी जदि आमे दिन सारा समय बिताइबा ताहेले आमको आउ केबे खराब स्वप्न आसीबो ना प्रिय माने प्रभु आमान को अनुग्रह करंतु आमर परमेश्वर स्वप्न माध्यम रे कथा हुंती ताहांको दास मान को मध्य कथा हुंती तांको वाक्य द्वारा से कथा हुंती स्वप्न आसीबा कौन सी प्रकार भूल नुहे किंतु आमे जदि खराब स्वप्न आम मन रे आसुची सेठिरु जदि आमे मुक्त हेबा पई चाहूँ ताहेले दिन सारा आमे कौन करूछु ताहा प्रति आमे ध्यान देबार आवश्यक रहुछि प्रभु ए वाक्य दी आम प्रत्येक को प्रचुर भाव में आशीर्वाद करंतु आसंतु मते प्रार्थना करिबा प्रेमिक स्वर्गीय पिता मु तुमको धन्यवाद दिए बापा तुम वाक्य द्वारा मान को कथा है तुम नाम गौरव पिता मु जाने ना जो भाई भौणी माने प्रभु वाक्य को शुणुचंती से माने के प्रकार स्वप्न गुड़िक देखुचंती आमे जानिछु प्रभु तुम्हें स्वप्न माध्यम रे आमान को कथा है परमेश्वर बापा तुम्हें आमान को अनुग्रह करो तुम्हें कहिलो जे कार्यर बाहुल्य रे स्वप्न हुए पिता आमे दिन सारा कौन करूछु ताहा प्रति आमे ध्यान देबु प्रभु वाक्य रे कर्म रे आमे जहाँ भी करिबु पिता तुमरी गौरव तुम प्रशंसा उद्देश्य करबा पाई तुम आमान को अनुग्रह दियो सहायता करो एवं प्रभु आमे भल विषय करिबु भल विषय भाबिबु चिंतिबु आ आमर स्वप्न मध्य प्रभु उपयुक्त स्वप्न हेबो एति पाई सहायता करो प्रार्थना प्रिय प्रभु यीशु का नाम रे मागुछु आमेन समस्त को प्रेज द लॉर्ड प्रभु समस्त को प्रचुर भाव में आशीर्वाद करंतु प्रभु को अनुग्रह हेले आउ एक प्रसंग रे परस्पर साक्षात करिबा रहिबा नमस्कार गॉड ब्लेस यू।